ଅଶ୍ଳୀଳତା ବନ୍ଦ କରାଯାଇଛି ଏଇଥିପାଇଁ ତାଙ୍କର ଅତିରିକ୍ତ ଅଶ୍ଳୀଳତା ଅଧିକ କଲେ ବୋଲି ତାଙ୍କୁ ବ୍ୟାନ୍ କରାଯାଇଛି କିଛି କରାଯାଇଛି ଯେହେତୁ ଆଇଟମ୍ ବନ୍ଦ କରାହେଇନି ଆଇଟମ୍ ଠିକ୍ଠାକ୍ ଚାଲିଛି। ଖଣ୍ଡଗିରିରେ ଆଇଟମ୍ ଡ୍ୟାନ୍ସକୁ ବ୍ୟାନ୍ କରିବା ଏବଂ ଆପଣଙ୍କର ରାମଲୀଳା କରିବା ଯେମିତିରେ ଆପଣଙ୍କୁ କ'ଣ ଲାଗୁଛି ଆପଣ ରାମଲୀଳା କରୁଛନ୍ତି ଯେଉଁ କେବଳ ଆଇଟମ୍କୁ ବନ୍ଦ କରିବା ପାଇଁ ଏକ ପଦକ୍ଷେପ ନା ଆପଣଙ୍କର ଏଇଟା ନିଜସ୍ୱ ଇଚ୍ଛା ଥିଲା ଆପଣଙ୍କ ଟିମ୍ର? ଦେଖନ୍ତୁ ଆଇଟମ୍କୁ ବନ୍ଦ କରାହେଇନାହିଁ ଆଇଟମ୍କୁ ବନ୍ଦ କରାହେଇନି ଅଶ୍ଳୀଳତାକୁ ବନ୍ଦ କରାହେଇଛି ଆଇଟମ୍ ତ ନାଚୁଛନ୍ତି ସମସ୍ତେ। ଯଦି ଆଇଟମ୍ ବନ୍ଦ କରାଯାଇନି ତାହେଲେ କିଛିଟା ଆଇଟମ୍ ଡ୍ୟାନ୍ସର୍ସ କାହିଁ ଏବେ ଷ୍ଟେଜ୍ରେ ଚଢ଼ୁନାହାନ୍ତି? ପ୍ରତ୍ୟେକ ବର୍ଷ ଖଣ୍ଡଗିରି ତାଙ୍କର ଆଶା ଥାଏ ଯେ ଆମେ ଖଣ୍ଡଗିରିକୁ ଚଢ଼ିବୁ। ଦେଖନ୍ତୁ ସେମିତି କିଛି ତାଙ୍କ ପ୍ରୋବ୍ଲେମ୍ ହେଇଥିବ ତ ସେଥିପାଇଁ ତାଙ୍କୁ ବନ୍ଦ କରାହେଇଛି କି ବ୍ୟାନ୍ କରାହେଇଛି ପ୍ରୋବ୍ଲେମ୍ ହେଇଥିବ ସେ ଜାଣିନାହିଁ ଯେହେତୁ ଆଇଟମ୍ ଡ୍ୟାନ୍ସ ହେଉଛି ଅଶ୍ଳୀଳତାକୁ ବନ୍ଦ କରାହେଇଛି ମାନେ ଫାର୍ଷ୍ଟ କଥା ଆଇଟମ୍ ଗୋଟେ ଅଲଗା ଅଶ୍ଳୀଳତା ଅଲଗା ମାନେ ଆଧୁନିକ ଅଲଗା ସବୁ ଅଲଗା ଅଲଗା ପେଜ୍ରୁ ଆସୁଛି। ସେକେଣ୍ଡ କଥା ତାଙ୍କ ବିରୋଧରେ କିଏ କ'ଣ କରୁଛି ନ କରୁଛି ସେଇଟା ମୁଁ କହିବା ପାଇଁ ଚାହୁଁନାହିଁ ହେଲେ ଅଶ୍ଳୀଳତା ବନ୍ଦ ହେଇନାହିଁ ଅଶ୍ଳୀଳତାକୁ ବନ୍ଦ କରାଯାଇଛି ଏଇଥିପାଇଁ ତାଙ୍କର ଅତିରିକ୍ତ ଅଶ୍ଳୀଳତା ଅଧିକ କଲେ ବୋଲି ତାଙ୍କୁ ବ୍ୟାନ୍ କରାଯାଇଛି କିଛି କରାଯାଇଛି ଯେହେତୁ ଆଇଟମ୍ ବନ୍ଦ କରାହେଇନି ଆଇଟମ୍ ଠିକ୍ଠାକ୍ ଚାଲିଛି। ରାମାୟଣ ଏବେ ଆମର ଯେଉଁ ରାମାୟଣ ହେଇଛି ତ ଦର୍ଶକମାନେ ବହୁତ ଭଲ ପାଇବା ଦେଉଛନ୍ତି ଆଉ ଆସିକି ଆମର 5 ନାଇଟ୍ ହେଇଗଲା ତ କଣ୍ଟିନ୍ୟୁ ଆମର ଚାଲିଛି ସେଇ ରାମାୟଣ 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 ମାନେ ଗୀତ ହଜିଯାଇଛି ଆମର ଏ ଗୀତର କାହିଁକିନା ଆମର କଣ୍ଟିନ୍ୟୁ ଚାଲିଥିଲା ଆଖଡ଼ା ଘରେ ଚାଲିଥିଲା ଗୀତଟା ତ ଆଚ୍ଛା ସେ ଯାତ୍ରାରେ କ'ଣ ଆପଣଙ୍କର କିଛି ଅସୁବିଧା ହେଉନି ଆପଣଙ୍କ ହିସାବରେ? ନାଇଁ ନାଇଁ ଆମର ଯେତିକି ଆବଶ୍ୟକ ଆମେ ସେତିକି କରୁଛୁ ତାପରେ ଏତେ ଆମର ନାହିଁ ଯେ ଆମର ଟିପିଟି ବର୍ଷା ପାଣି ହେଉ କି ନେକେଡ୍ ଡ୍ୟାନ୍ସ ହେଉ ଆମର ସେମିତି କିଛି ନାହିଁ ଯେହେତୁ ଏଇଟା ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଏଇଟା କେବେ ଅଶ୍ଳୀଳତାକୁ କେବେ ସମ୍ମାନ ଦେଇନି କେବେ ଦବ ନାହିଁ ଆମର ଏଠି ଆଇଟମ୍ ଡ୍ୟାନ୍ସ ହେଉନାହିଁ ସେକେଣ୍ଡ କଥା ଆମର ଯେତିକି ହିସାବରେ ଆମେ ସେତିକି କରୁଛୁ।